ଆମ ନୂଆ ବହିର ହେଲା ଚତୁର୍ଥ ଚାପ୍ଟର ଆଜି ଆମେ ଗଣିତର ଛୁଟିରେ ଆଇମାଙ୍କ ସହ ସମ୍ପୂର୍ଣ୍ଣ ଭଲ ଭାବରେ ବୁଝିବା ଆଉ କରିବା। ବୁଝିହେଲା? ତାହେଲେ ମୁଁ ଯୋଉଠି ଇମ୍ପୋର୍ଟାଣ୍ଟ ଯୋଉଠି ଦରକାର ତମ ପାଇଁ ସେତିକି ହିଁ କରିବି। ଅଯଥା ସମୟ ମୁଁ ୱେଷ୍ଟ କରିବି ନାହିଁ। ତାହେଲେ ମୋତେ କୁହ, ମୋଟ ମଞ୍ଜି ଥିଲା 15ଟି, ବାହାରିଥିବା ମଞ୍ଜି ହେଲା 12ଟି, ଆଉ କେତୋଟି ଲୁଚି ଅଛି? ତାହେଲେ 15ରୁ ଆମେ 12 କ'ଣ କରିବା? ଫେଡ଼ିବା। ବୁଝିହେଲା? 15ରୁ 12 ଗଲେ 5ରୁ 2 ଗଲେ ଆମର 3। ବୁଝିହେଲା? ସେମିତି 17ରୁ 10 ଗଲେ 7, ସେମିତି 19ରୁ 8 ଗଲେ 7। ବୁଝିହେଲା? ସେମିତି ମୋଟ ମଞ୍ଜି ହେଲା 20, ବାହାରେ ଅଛି 9ଟି, ଲୁଚି ରହିଛି 11ଟି। 23ଟି ମଞ୍ଜି ଅଛି, ଇଏ ହେଲା 7ଟି, ବାହାରେ ଅଛି, ତାହେଲେ ଲୁଚି ରହିଛି ଆମର କେତୋଟି? ଆମର 16ଟି। ତାପରେ 27ରୁ 12 କଲେ ଆମର କେତେ ହେବ? 27ରୁ ଯେତେବେଳେ ଆମେ ଦେଖ, ତମେ ସବୁବେଳେ ହିସାବ କରିବ 10 ସଂଖ୍ୟାକୁ ନେଇକି। 27ରୁ 10 କଲେ କେତେ? 17, ଆଉ ରହିଲା ଆମର 2, ତାହେଲେ ଆମର 27ରୁ ଇଏ ହେଲେ 15। ବୁଝିହେଲା ତ? ଯେତିକି ଦରକାର ଆମେ ସେତିକି ହିଁ କରିବା ଏବଂ ଭଲରେ ସେତିକିରୁ ହିଁ ବୁଝିଯିବା, କିଛି ବ୍ୟସ୍ତ ହେବନି। ପିଲାମାନେ ଦେଖ, ଏଇଠି ଆମର କେତୋଟି ଜିଲାପି ଅଛି? ଏଇଠି ଆମର ଅଛି 7 ଗୋଟି ଜିଲାପି। ଏଠି କେତୋଟି ଜିଲାପି ଅଛି? ଏଠି 5ଟି ଜିଲାପି ଅଛି। ବୁଝିହେଲା? ତାହେଲେ 7 + 5 କେତୋଟି ଜିଲାପି ହେଲା? 12ଟି ଜିଲାପି ହେଲା। ଏଇଠି ଆମେ ବିନ୍ଦୁରେ ସେ କହୁଛି ସଂଖ୍ୟା ଅଙ୍କନ କରିପାରିବ। ହେଲା, ଇଏ 7 + 5 ହେଲା 12। ଏଇଠି ଏମିତି ତମେ କର, ଏମିତି ଗୋଲ ଦେଇକି 3, 4, 5ଟି ହେଲା। ବୁଝିହେଲା? 6, 7, 8, 9, 10, 11, 12। ବୁଝିହେଲା? ତାପରେ ଦେଇଛି, ମୁଁ ଦୋକାନରୁ 7ଟି ଜିଲାପି କିଣିଥିଲି, ଏବେ 5ଟି ଅଛି, ତୁମେ ସେଥିରୁ କିଛି ଖାଇଛ କି? ହେଲା, ହା, ମୁଁ କିଛି ଖାଇଥିଲି। ସେ କେତୋଟି ଖାଇଥିଲା? 2ଟି ଜିଲାପି ଖାଇଥିଲା। ତାହେଲେ 7ରୁ 5 ଗଲେ ଆମର 2ଟି ଜିଲାପି। ନେକ୍ସଟ ପିଲାମାନେ, ଆଈ ମାଙ୍କ ପାଇଁ ଦୀପକ 9ଟି କାହାଣୀ ପୁସ୍ତକ ଆଣିଥିଲା। ନନ୍ଦିନୀ ଆଈ ମାଙ୍କ ପାଇଁ 7ଟି ଗାଣିତିକ ଧନ୍ଦା ପୁସ୍ତକ ଆଣିଥିଲା। ତାହେଲେ ପିଲାମାନେ ଆଈମାନଙ୍କ ପାଇଁ ଏଠି 9, ଏଠି 7, 16ଟି ପୁସ୍ତକ ଆଣିଥିଲେ। ବୁଝିହେଲା? ତାହେଲେ ଏଠି ଆମର ମିଶାଣ କରିଦେବ। 6ର 8 ମିଶିଲେ 14, 10ରେ 5 ମିଶିଲେ 15, 9ରୁ 6 ଗଲେ 3, 19ରୁ 8 ଗଲେ 7। ଏଇଟା ହେଲା ଆମର ଯୋଗ। এইটাକୁ ଭଲରେ ଧ୍ୟାନ ଦେଇକି ଦେଖ, ଏଠି ଅଛି ଆମର 15, 15 1 ହେଇକି 7 ମିଶିଲା ଆମର ହେଲା 22। ବୁଝିହେଲା? ତାପରେ 15ରେ 5 ମିଶିଲା 20, 20ରେ 2 ମିଶିଲେ 22। ଏଇଭଳି ଭାବରେ ହେଇଛି ଆମର। ତାହେଲେ ଏଠି ଆମର ସେ ଦେଇଛି, ଏଠି କିଛି ଆମର ଦରକାର ନାହିଁ, ଆଗକୁ ଦେଇଛି କରିବା ପାଇଁ। ଦେଖ ପିଲାମାନେ, ତଳେ ନନ୍ଦିନୀ ଓ ଦୀପକ ପାଖରେ 22ଟି ଡାକ ଟିକେଟ ଅଛି। ଆଈ ମାଙ୍କ ପାଇଁ ଭାଇ ତାଙ୍କର ସଂଗୃହୀତ 30ଟି ଡାକ ଟିକେଟ ସେମାନଙ୍କୁ ଦେଲେ ଏବଂ ସେମାନେ ପାଖରେ କେତୋଟି ଡାକ ଟିକେଟ ହେଲା? 22ଟି ଥିଲା, 30ଟି ଡାକ ଟିକେଟ ଦେଲେ, ତାହେଲେ ଟୋଟାଲ ହେଲା 52ଟି ଡାକ ଟିକେଟ। ବୁଝିହେଲା? ତାହେଲେ 22ରେ 30 ମିଶିଲେ ଆମର 52। ଏଠି ଆମର ସେମିତି ଦେଇଛି, 40ରୁ ଯଦି ଆମେ 3 ଫେଡ଼ିବା 37। ବୁଝିହେଲା? 50ରୁ 10 ଫେଡ଼ିବା 40। ତାହେଲେ ମୋତେ କୁହ, 52ଟି ଡାକ ଟିକେଟ ହେଲା, 37ଟା ଡାକ ଟିକେଟ ସେଥିରୁ ଫେରଣ ହେଇଗଲା। ତାହେଲେ ଆଉ କେତୋଟି ଡାକ ଟିକେଟ ରହିଲା? ଆଉ ରହିଲା 15ଟି ଡାକ ଟିକେଟ ରହିଲା। ତମେ ଏଠି ଲେଖିପାରିବ 52 ଫେଡ଼ାଣ 37। ହେଲା, ଏଠି ଲେଖିବ 52 ଫେଡ଼ାଣ 37 = 15। ତାପରେ 37ଟି ଡାକ ଟିକେଟରେ ଏଠି ଓଲଟେଇ ଦେଇଦେବ, 15ଟି ମିଶିଲେ ଆମର 52 ହେଇଯିବ। ଏଠି ଏମିତି ଲେଖିବ 37, ଏଠି 15, ଏଠି ହେବ 52। ତାପରେ ନେକ୍ସଟ ଦେଇଛି, ନେକ୍ସଟ ଦେଲେ ଯେ ଆଈମା ପାଖରେ ଏବେ 52ଟି ଟିକେଟ ଅଛି। ନେକ୍ସଟ ନାତି ନାତୁଣୀ ଆସିଲେ 75ଟି ଡାକ ଟିକେଟ ଥିବ। ବୁଝିହେଲା? ତାହେଲେ 52ଟି ଡାକ ଟିକେଟ ଥିଲା, 75 ଡାକ ଟିକେଟ ହେଲା। ତାହେଲେ କେତୋଟି ଡାକ ଟିକେଟ ଆଡ଼ ହେଲା? ତାଙ୍କର 23ଟି ଡାକ ଟିକେଟ ଆଡ଼ ହେଲା। ତମେ ଏଠି ଲେଖିପାରିବ 52 + 23 = 75।
नेक्स्ट आमको देछि गोटे संख्यामाली नहीं कि आम व्यवहार करी समाधान करवा बुझीगला देख ये गोटे थर 10टी अच्छी सेमती 34टा लिखा 10 20 30 है 30 आउ ये जीव 4टी आमर बुझेगा ये 4टी गला है 34 तापर 6टी 34 गला तापर 6 ये मिसला ये 40 एठू ये जाए 34 ये 6 बुझेगा 40 तापर 23 12 सेमती नहीं पार ये 10टा 20टा ये 3टी नब 23टा तापर 12टी जमी देती सेमती कर तुम एटा किसी प्रोब्लेम ना तापर देछि एक बेंग संख्यामाली उपरे डेईची एबे 7 रे से अच्छी से गोटे थरक 10टी मालिया को डेऊ जाऊँगी ताले 7 रु केते जीव 7 रु 10 डेइले 17 को जीव बुझीगला 17 रु 10 डेइले 27 की जीव बुझीगला ताले 7 रे अच्छी 10 ताको डियाई दियो ये 3 ये 7 एठी से डेंगी जीव बुझीगला ये भली अर्थ डे डे चलिबो। नेक्स्ट 3 नंबर आमको देछि 23 रु आरंभ करी बेंगटी प्रतिथर 10टी लेखाएं आगू डेईची बेंग डेईथिया स्थान को चिन्हित कर 23 रे पिला थिला 10 डेइब 33 की जीव बुझीगला एठी की जीव 33 एमती डेइला झिंटिका प्रतिथर 10टी लेखाएं पछुक आसीबो 76 थिला 66 की आसीबो हैला पछुक आसला मेन है तुम पाठ बुझा पाठटा को भल भाव बुझ है निजे एटा करद 5 डेइब 34 रे 5 डेइला 39 39 रे 5 डेइले 44 44 रे 5 डेइले 49 बुझीगला सेमती 56 रे 5 डेइला 61 61 रे 5 डेइला 66 66 रे 5 डेइले 71 87 रे हाँ यहाँ 5 डेई फेड़ है एपट तलु आड़ डेब 87 रु फेड़ी दियो 5 गले 82 82 रु 5 गले आमर 77 77 रु 5 गले 72 है तापर 6 डेइला 28 रे 6 34 34 6 40 40 रे 6 46 सेमिति 59 रे 6 रे 65 तापर 71 71 रे 6 77 सेमती 73 रु 67 हाँ तल आड़ जीव 67 थिला 73 है 67 रु 6 फेड़ 61 61 रु 6 फेड़े 56 बुझीगला 29 रे 9 मिसिले 38 बुझीगला 38 रे 9 मिसिले 38 रे 9 मिसिले आम 47 47 रे 9 मिसिले आम 56 है 12 रे 9 मिसिला केते 21 है 21 रे 9 मिसिले 30 30 रे 9 मिसिले 39 तापर 93 84 रे 9 ये है आमर 93 है बुझेगा यहाँ हम आमर 84 रु 75 75 रु 9 है आमर केते 75 66 बुझेगा ये क्वेश्चन किसी ना तुम तुम सांग मान सहित खेलिया नेक्स्ट प्रश्न आमको है 23 रे 11 मिसिले 34 को निम्न में दर्शा जाइए भाव में दर्शा कही बुझेगा ताले तुम नियो ताले कर पिला माने एठी गोटे बाक्स नब एठी गोटे बाक्स नब तापर ए डाहाण पटु गोटे बाक्स नब बुझेगा एठी मनकर 19 लिखिबो हैला एठी लिखिबो 53 19 53 एठी प्लस 1 हैला ए सॉरी हाँ प्लस 1 मिसिक एठी 54 हम है ये प्लस 1 ये आमर मिसेब जी से लिख करदेव किसी प्रोब्लेम ना देखिए नंदिनी 45 अच्छी 34 मिली से डैश रे पहुँचो पिला माने 45 अच्छी 34 मिली माने 45 आम 34 मिसेबा है 5 4 मिसले 9 4 3 मिसले 7 से 79 रे पहुँचो बुझेगा 75 अच्छी 15 मिली से 90 रे पहुँचो बुझेगा 30 रे अच्छी 24 मिली से 54 रे पहुँचो है 89 अच्छी 1 मिली से 90 रे पहुँचो नेक्स्ट आम को कौतुकिया मिश्रण देछि बुझेगा तो ताले मते कुह एक ये देख
ପାଞ୍ଚ ରେ 8 ମିଶିଲେ 13, 13 ରେ 3 ମିଶିଲେ ଆମର ଏଠି ହେଲା 16 ବୁଝିହେଲା। 1 ରେ 4 ମିଶିଲେ 5, 5 ରେ 2 ମିଶିଲେ ହେଲା 7 ବୁଝିହେଲା। ସେମିତି 3 ଉପରେ 3 ଅଛି, ତଳେ 1 4 ମଝିରେ 7, 4 7 11 ବୁଝିହେଲା। 5 ଏଠି 2 7, 7 ରେ 9 ମିଶିଲେ ହେଲା 16, ତାହେଲେ 7 ରେ 9 16, ଏଠି 6 ମିଶିଲେ ହେଲା 22 ସମାନ ହେଲା 8 6 14 4 18 ବୁଝିହେଲା। ତାପରେ ନେକ୍ସଟ କର ଦେଖ 7 ରେ 9 ମିଶିଲେ 16, 16 ରେ 2 ମିଶିଲେ ଏଠି ହେଲା 18 ବୁଝିହେଉଛି ତ। ବର୍ତ୍ତମାନ ଏଇ ସଂଖ୍ୟାଟା ମିଳିଗଲା। ତାପରେ ନେକ୍ସଟ ମୋତେ କୁହ, ଏଠି ଦେଖ ମଝିରେ ଦେଇଦେଇଛି 3 5 8 7 15 ଦେଇଦେଇଛି ହେଲା। ତାହେଲେ ଆମେ ନେକ୍ସଟ କରିବା এইଭଳି କେସ୍ରେ ପିଲାମାନେ ତମେ ମନକୁ ଗୋଟେ ସଂଖ୍ୟା ନିଅ ହେଲା। ଏଠି ମନେକର ଆମେ 4 ନେଇଯିବା ହେଲା। 4 ନେଇଗଲେ 4 3 7 5 12 ବୁଝିହେଲା। ତାପରେ ତାହେଲେ 4 ଏଠି 2 6, ଏଠି ଆମେ 1 ନେବା, 1 ରେ 5 ମିଶିଲେ 6, ଏଠି ଆମେ 9 ନେବା, ତାହେଲେ 9 9 18 5 23 ହେଇଗଲା, ସବୁ ସମ୍ପୂର୍ଣ୍ଣ ଘର ହେଇଗଲା। ତାପରେ ନେକ୍ସଟ ନିଅ ଆମର ହେଲା 6 9 15 ହେଲା। 15 ରେ 8 ମିଶିଲେ ଆମର 23 ବୁଝିହେଲା, 23 ହେଲା। ତାପରେ ଏପଟେ ନିଅ, ଏଠି ମନକୁ ମନ ତମେ ସଂଖ୍ୟା ଭାବିକି ନିଅ। ଏଠି ମନେକର କହିବ ସାର୍ ମୁଁ 4 ନେବି, 4 ନେଲେ ହବନି, ମଝିଟା 0 ଦେବାକୁ ପଡ଼ିବ ହେଲା। ହଁ ମଝିଟା 0 ଦେଇଦେବ, ମନେକର 4 6 10 ହେଲା ବୁଝିହେଲା। ତାପରେ ଏପଟେ ନିଅ, ଏପଟେ ମନେକର 3 ନେଲ ତମେ ହେଲା। 8 3 ମିଶିଲେ 11, 11 ର 8 ପୁଣି ମିଶିଲେ ହବ 19 ବୁଝିହେଲା। ଏଠି 0 8 4 12, 4 3 7, ଏଠି ପୁଣି 3 10 ବୁଝିହେଉଛି ତ। ତମେ ନିଜେ ପୁରା ସମ୍ପୂର୍ଣ୍ଣ ଜାଣିପାରିବ। ତାହେଲେ ନେକ୍ସଟ ଦେଇଛି ଆଇମା 25ଟି ଲାଲ ମୂଳା ଆଉ 36ଟି ଧଳା ମୂଳା ଉପାଡ଼ି ଆଣିଲେ। ସେ ମୋଟ କେତୋଟି ମୂଳା ଆଣିଲେ, ତାହେଲେ 25ରେ ଆମେ 36 ମିଶେଇଦେବା ବୁଝିହେଲା। 6 5 11, 1 ରଖିଲା 1, 3 2 5 1 6, ସେ ଟୋଟାଲ 61ଟି ମୂଳା ଆଣିଲେ ବୁଝିହେଲା ତ। ତାହେଲେ ଏଇଠି ତଳେ ଆମର ଲେଖିଦେବ 25ରେ 36 ମିଶିଲେ ଆମର କେତେ 61। ତାପରେ ନେକ୍ସଟ ଦେଇଛି ସଂଖ୍ୟା ରେଖାରେ ଥିବା ସମସ୍ୟାର ସମାଧାନ ପାଇଁ ଅନ୍ୟ ଉପାୟ ଖେଳ ବୁଝିହେଲା। ଦେଖ ଏଠି 25ରେ 5 ମିଶିଲା 30, 30ରେ 10 ମିଶିଲା 40, 40 10 50। ତମେ ସେମିତି ମନକୁ ମନ କରିପାରିବ ହେଲା। ତମେ କହ ସାର୍ 10ରେ 5 ମିଶିଲେ 15, 15 5 20, 20 10 30, 10 40, 10 50 ଏମିତି ତମେ ନେଇପାରିବ। ନେକ୍ସଟ ପିଲାମାନେ ଏଠି ଆମର 65ଟି ଟମାଟୋ ଅଛି ବୁଝିହେଲା। କେତୋଟି ଗାଜର ମିଶିଲେ 100 ହବ? 35ଟି ଗାଜର ମିଶିଲେ 100 ହବ ହେଲା। ନେକ୍ସଟ ଦେଇଛି ସଂଖ୍ୟା ରେଖାରେ ଉପରୋକ୍ତ ସମସ୍ୟାର ସମାଧାନ ଆମେ କରିବା। ତାହେଲେ ଦେଖ ପିଲାମାନେ, ଦେଖ ତମେ ଏଇଟା ନେଇପାରିବ ହେଲା। ଏଇଟା ହେଲା ଆମର ଦେଖ ଏଇଠି ବାଡ଼ି ଦେଇଛି, ଗୋଟେ ବାଡ଼ିରେ 10, ଇଏ 10 ଇଏ 10 ହେଲା ଆମର 30 ବୁଝିହେଲା। ଏଠି ଆମର 30, ଇଏ 4 34 ବୁଝିହେଲା। ଏଠି ଆମର 30, ଇଏ 5 35, ଏଠି ଆମର 50 2 52 ବୁଝିହେଲା। ତମେ ଏଇଟା ନିଜକୁ ନିଅ, କେତୋଟି ଟମାଟୋ, କେତୋଟି ଗାଜର, କେତୋଟି ପନିପରିବା ମିଶିଲେ 100 ହବ। ମନେକର ମୁଁ ନେବି ସାର୍ 30ଟି ଟମାଟୋ ନେବି ହେଲା, 20ଟି ଗାଜର ନେବି ଆଉ 50ଟି ପନିପରିବା ହେଲା। ଟୋଟାଲ ମିଶିଲେ ହବ 100 ହେଲା। ତମେ ଏଇଟା ନିଜେ କରିବ ହେଲା। ତାହେଲେ 30 20 50, 50ରେ 50 ମିଶିଲେ ଆମର 100। ତାହେଲେ 100 ପନିପରିବା ବାକ୍ସରୁ ଡ୍ୟାଶଟି ଟମାଟୋ ବ୍ୟବହାର କରାଯାଇଛି, 30ଟି ଟମାଟୋ ବ୍ୟବହାର କରାଯାଇଛି। ଗାଜର ସଂଖ୍ୟା ହେଲା 20ଟି ହେଲା। ତାପରେ ନେକ୍ସଟ 85ରେ 67 କେତୋଟି ସେଉ? ପିଲାମାନେ ତମେ ନିଜେ କରିଦେବ। 85ରେ 67, 5 7 12 ହେଲା, 1 8 6 14 15, 152ଟି ସେଉ ହେଲା। ଏଠି ଆମର 152 ଲେଖିପାରିବା। ନେକ୍ସଟ ଦେଇଛି ନନ୍ଦିନୀର ସେଉ ସଂଖ୍ୟା 85ଟି ଓ ଦୀପକର ସେଉ ସଂଖ୍ୟା 67, କେତେ ଅଧିକ ତାଙ୍କର ହେଲା। ତାହେଲେ 85ରୁ ଆମେ 67 ଫେଡ଼ି ଦିଅ, ଯେତିକି ହେଲା ସେତିକି ଅଧିକ ହେଲା। 15ରୁ 7 ଗଲେ ହେଲା କେତେ 8, 7ରୁ 6 ଗଲେ 1, ତାହେଲେ 18 ଅଧିକ ବୁଝିହେଲା। ଦୀପକ ଠାରୁ ସେଠାରୁ ଏଇଟା ପିଲା 18 ଅଧିକ। ନେକ୍ସଟ ଦେଇଛି ବବଲି ଦିଦି ସୋମବାର 34ଟି ବହି
ମଙ୍ଗଳବାର 45ଟି ବହି ବିକ୍ରି କରିଛନ୍ତି। 2 ଦିନରେ ସେ ସମୁଦାୟ କେତେ ବହି ବିକ୍ରି କରିଛନ୍ତି? ଆଉ ସୋମବାର ତୁଳନାରେ ମଙ୍ଗଳବାର ସେ କେତେ ଅଧିକ ବହି ବିକ୍ରି କରିଛନ୍ତି? ତାହେଲେ ପିଲାମାନେ ସେ ଦେଖ 45ଟି ବହି, 34ଟି ବହି ଆଉ 45, ଟୋଟାଲ କେତୋଟି ବହି ବିକିଛନ୍ତି? 5 4 ମିଶିଲେ 9, 3 4 ମିଶିଲେ 7, ଟୋଟାଲ ସେ 79ଟି ବହି ବିକ୍ରି କରିଛନ୍ତି। ତାହେଲେ ସେ କହୁଛି ମଙ୍ଗଳବାର ତୁଳନାରେ କେତେ ଅଧିକ? ତାହେଲେ 45ରୁ 34 ଫେଡ଼ିଦେଲେ 5ରୁ 4 ଗଲେ 1, 4 3 ସେ 11ଟି ବହି ଅଧିକ ବିକ୍ରି କରିଛନ୍ତି। ବୁଝିଲାଟି? ନେକ୍ସଟ 2 ନମ୍ବର ଆମେ ଦେଖିବା ହେଲା। 2 ନମ୍ବର ଆମକୁ କ'ଣ ଦେଇଛି? 2 ନମ୍ବର ଦେଇଛି ରୋଜାରୀ ବିଦ୍ୟାଳୟରେ ଖେଳା ଯାଇଥିବା କ୍ରିକେଟ ମ୍ୟାଚରେ ନେତାଜୀ କ୍ରିକେଟ ଟିମ୍ ମଧ୍ୟାହ୍ନ ଭୋଜନ ପୂର୍ବରୁ 56 ଓ ମଧ୍ୟାହ୍ନ ଭୋଜନ ପରେ ସମୁଦାୟ କେତେ? ତାହେଲେ ତୁମେ ମିଶାଇ ଦେବ। 56ରେ 65 ମିଶିଲେ 6ରେ 5 ମିଶିଲା 11, 1 ରଖିଲା 1, 5ରେ 6 11 1 12, ବୁଝିଲା? 121 ରନ୍ ସଂଗ୍ରହ କରିଛି। ନେକ୍ସଟ 3 ନମ୍ବର, ରାମବାବୁ ସ୍କୁଲ କ୍ୟାଣ୍ଟିନରେ ବରା ବିକ୍ରି କରନ୍ତି। ସେ ପ୍ରଥମ ଦିନରେ 39ଟି ବରା ବିକ୍ରି କରିଛନ୍ତି ଓ ପରଦିନ ସିଏ ଆଉ 12ଟି ବରା ବିକ୍ରି କରିଥିଲେ। ସମୁଦାୟ କେତୋଟି? ତାହେଲେ 39 ଇଏ ହେଲା 12, 9ରୁ 2 11, 1 3 2 5 1 6, ସରି ଏଇଟା 1 3 1 4 1 5, 51ଟି ବରା ସେ ଟୋଟାଲ ବିକ୍ରି କରିଛନ୍ତି। ତାପରେ 4 ନମ୍ବର, ରାହୁଲ ତାଙ୍କ ବଗିଚାରେ କ'ଣ କରିଛି? ଗଛ ଲଗାଇବା ପାଇଁ 56ଟି ଗଛ ଆଣିଥିଲେ। କିଛି ଗଛ ଶୁଖିଗଲା, ତାଙ୍କ ପାଖରେ ଆଉ 29ଟି। ତାହେଲେ କେତୋଟି ଗଛ ଶୁଖିଲା? 56ରୁ 29 ଫେଡ଼ି ଦିଅ। 16ରୁ 9 ଗଲେ 7, 4ରୁ 2 ଗଲେ 2, 27ଟି ଗଛ ଶୁଖି ଯାଇଛି। 5 ନମ୍ବର, 2ଟି ସଂଖ୍ୟା ଚୟନ କର। 2ଟି ସଂଖ୍ୟା ବ୍ୟବହାର କରି ଏକ ଶବ୍ଦ ସମସ୍ୟା ସୃଷ୍ଟି କର। ଏଇଟା ପିଲାମାନେ ତୁମେ ନିଜେ କୋଶ୍ଚିନ୍ ତିଆରି କରିବ। ବୁଝିଲା? ତାହେଲେ ଦେଖ ପିଲାମାନେ କୋଶ୍ଚିନ୍ କେମିତି ତିଆରି ହୁଏ। ତୁମେ ନିଜେ ଗୋଟେ କରିଦେଲ କୋଶ୍ଚିନ୍। ଲେଖିବ ରାମ ଦୋକାନରୁ 30ଟି ଅଣ୍ଡା ଆଣିଥିଲା। ହେଲା, ଲେଖିବ ଆଣିଥିଲା, ସେଥିରୁ ବାଟରେ 15ଟି ଅଣ୍ଡା କ'ଣ ଭାଙ୍ଗିଗଲା, ଆଉ କେତେ ଗୋଟି ଅଣ୍ଡା ରହିଲା। ନେକ୍ସଟ ପିଲାମାନେ ଦେଇଛି ଏଇଟା ଗୋଟେ ଆମର ଖେଳ ହେଲା। 9ରେ 10 ମିଶିଲା ହେଲା ଆମର 19, ସେମିତି 19ରେ 8 ମିଶିଲେ 27, 27ରେ 9 ମିଶିଲେ 36, 10 46, 46ରେ 8 54, ଏମିତି ଖେଳି ଖେଳି ଯିଏ 100ରେ ପ୍ରଥମେ ପହଞ୍ଚିବ ସେ ଜିତିବ। ନେକ୍ସଟ ପିଲାମାନେ ଆମକୁ ଦେଇଛି 100ରୁ ଅଧିକ କେଉଁଟା ହେବ, 100ରୁ କମ୍ କେଉଁଟା ହେବ। ବୁଝିଲା? ତୁମେ ନିଜେ କରିପାରିବ। 134ରୁ 56 ଫେଡ଼ିଦେଲା, ଏଇଟା ଦେଖାଯାଉଛି ଯେ ଆମେ 100ରୁ କମ୍ ହେବ ବୋଲି। ହେଲା, 20ରୁ 41 ମିଶିଲେ 61, 100ରୁ କମ୍ ହେଲା। ବୁଝିଲା? 199ରୁ 90 ଗଲା, ଆଉ କେତେ ରହିଲା? ଆହୁରି 109 ରହିଲାଣି, ଇଏ 100ରୁ ଅଧିକକୁ ପଳେଇବ। ହେଲା, 70 30 101, 100ରୁ ଇଏ ଅଧିକକୁ ପଳେଇବ। ବୁଝିଲା? 156ରୁ 65 ଗଲା, ତାହେଲେ ଇଏ କମିଗଲା, 100ରୁ କମ୍କୁ ପଳେଇବ। ବୁଝିଲାଟି? ନେକ୍ସଟ ଦେଇଛି 68 ଫେଡ଼ାଣ 26, ଫେଡ଼ାଣ ଆସିଗଲାଣି। ହେଲା, 2ଟି ସ୍ମଲ୍ ସଂଖ୍ୟା ଅଛି, 100ରୁ କମ୍କୁ ପଳେଇଲା। ତାପରେ 95 ଇଏ ହେଲା 100ରୁ ଅଧିକ, ଇଏ ବି 100ରୁ କମ୍, ତାପରେ ଏଟା ଦେଇଛି ଇଏ 100ରୁ ଆମର ଅଧିକ। ବିଷୟଟି ସରିଲା ପିଲାମାନେ, ଧନ୍ୟବାଦ।